ବିଜେଡିର ବିଧାୟକ ଟିକେଟ୍କୁ ନେଇ ଖଲିକୋଟ ରାଜନୀତି ସରଗରମ ହେବାରେ ଲାଗିଛି। ଗତ କିଛିଦିନ ତଳେ ପ୍ରାୟ 100ଟି ଗାଡ଼ିରେ ରାଣୀ ସମର୍ଥକମାନେ ବିଧାୟିକା ହଟାଓ ଖଲିକୋଟ ବଞ୍ଚାଓ ନାରା ଦେଇ ଭୁବନେଶ୍ୱର ଶଙ୍ଖ ଭବନ ଯାଇ ବିଜେଡିର ନେତୃବୃନ୍ଦଙ୍କୁ ଭେଟି ବର୍ତ୍ତମାନର ବିଧାୟିକାଙ୍କୁ ହଟାଇ ନୂଆ ମୁହଁକୁ ସୁଯୋଗ ଦେବା ପାଇଁ ଦାବି କରିଥିବା ବେଳେ ଆଜି ଖଲିକୋଟରେ ପୁଣି ଶୁଭିଛି ବିଧାୟିକା ହଟାଓ ଖଲିକୋଟ ବଞ୍ଚାଓ ନାରା। ହେଲେ ପରେ ବି ବିଜେଡି କିଛି ବିଧାୟକ ଓ ସାଂସଦ ପ୍ରାର୍ଥୀଙ୍କ ନାମ ଘୋଷଣା କରିଥିବା ବେଳେ ଖଲିକୋଟ ଆସନକୁ ଝୁଲାଇ ରଖିଛି। ଏହାକୁ ନେଇ ଖଲିକୋଟର ଜନସାଧାରଣ ଓ ନେତାଙ୍କ ମଧ୍ୟରେ ଉତ୍କଣ୍ଠା ବଢ଼ିଯାଇଛି। ବର୍ତ୍ତମାନର ବିଧାୟିକା ସୂର୍ଯ୍ୟମଣି ବୈଦ୍ୟଙ୍କୁ ବିଜେଡି ପୁଣି ଥରେ ରିପିଟ୍ କରିବା ଚର୍ଚ୍ଚା ଜୋର ଧରିବା ପରେ ରାଣୀ ସମର୍ଥକମାନେ ପ୍ରତିକ୍ରିୟାଶୀଳ ହୋଇ ଉଠିଛନ୍ତି। ସେମାନେ ଆଜି ଅପରାହ୍ନରେ ଦିବ୍ୟଗତ ସୁଜ୍ଞାନୀଙ୍କ ନିର୍ମଳଝଳସ୍ଥିତ ବାସଭବନରେ ମିଳି ହୋଇ ବୈଠକ କରିଛନ୍ତି। ଖଲିକୋଟ ରାଣୀ ମୃତ୍ୟୁ ପୂର୍ବରୁ ବର୍ତ୍ତମାନର ବିଧାୟିକାଙ୍କୁ ହଟାଇ ନୂଆ ମୁହଁକୁ ଟିକେଟ୍ ଦେବା ସପକ୍ଷରେ ଥିଲେ ବୋଲି ରାଣୀ ସମର୍ଥକମାନେ କହିଛନ୍ତି। କିନ୍ତୁ ବିଜେଡି ସୁପ୍ରିମୋ ଏଠାରେ ବିଧାୟିକାଙ୍କୁ ରିପିଟ୍ କରିବା ପାଇଁ ଚିନ୍ତା କରୁଥିବା ସେମାନଙ୍କୁ ବ୍ୟଥିତ କରିଛି ବୋଲି କହିଛନ୍ତି। ଯଦି ଏଠାରେ ନୂଆ ମୁହଁକୁ ସୁଯୋଗ ଦିଆନଯାଏ, ବିଧାୟିକାଙ୍କୁ ପୁନର୍ବାର ରିପିଟ୍ କରାଯାଏ, ତାହେଲେ ଆମ ସହିତ ହଜାର ହଜାର ରାଣୀ ସମର୍ଥକ ବିକଳ୍ପ ବ୍ୟବସ୍ଥା ଗ୍ରହଣ କରିବାକୁ ବାଧ୍ୟ ହେବୁ ବୋଲି ରାଣୀ ସମର୍ଥକମାନେ ଚେତାବନୀ ଦେଇଛନ୍ତି। ବ୍ୟୁରୋ ରିପୋର୍ଟ, ଗଞ୍ଜାମ ଟାଇମ୍ସ। ଆଜ୍ଞା ସକଳେଶ୍ୱର ଦାସ, ପଥରା ପୂର୍ବତନ ସମିତି ସଭ୍ୟ। ନିର୍ବାଚନ ନିକଟତର ହେଉଛି, ସବୁ ଦଳ ମଧ୍ୟ ପ୍ରାର୍ଥୀ ଘୋଷଣା କଲେଣି, କିନ୍ତୁ ବିଜେଡିର ଯେଉଁ ଖଲିକୋଟ ପ୍ରାର୍ଥୀ ଘୋଷଣା ହେବାକୁ ବାକି ରହିଛି। କିନ୍ତୁ ଆପଣମାନେ ଆଜି ବିଧାୟକଙ୍କ ବିରୋଧରେ ମିଳିକରି ବୈଠକ କରିଥିଲେ, କ'ଣ ଆଭିମୁଖ୍ୟ କ'ଣ ରହିଛି, କାହିଁକି ଏ ବିରୋଧୀ ମିଳି? ଦେଖନ୍ତୁ, ଆମେ ଯେଉଁ ଦରବାରରେ ଅଛୁ ସେ ହେଉଛି ରାଣୀଙ୍କ ଦରବାର। ଗଞ୍ଜାମ ଜିଲ୍ଲାରେ ଟିକେଟ୍ ଆପଣମାନେ ଜାଣିଛନ୍ତି, এই দরবারু টিকেট প্রদান করা যায়। নবীন বাবু এই দরবারে আসি রাজনীতি আলোচনা করতে। তো দুঃখ অনুতাপর বিষয়, আজ ভি সুজ্ঞান কুমার দেও যে বিজু জনতা দল গঠন করার প্রমুখ ভূমিকা নেউଥିଲେ, সে মা আজ আম পাখে নাহান্তি। আমକୁ ବ୍ୟତିବ୍ୟସ୍ତ ବହୁତ ହୋଇପଡ଼ିଛି ଯେ ଆମେ ମା ଛେଉଣ୍ଡ ପିଲାମାନେ ଯେଉଁ ଦିନ ଥିଲା, ଯେଉଁ ଦରବାରରୁ ଟିକେଟ୍ ଏଠି ପ୍ରଦାନ କରାଯାଉଥିଲା ଏବଂ ସୁପାରିଶ କରାଯାଉଥିଲା, ସେଠି ଆମେ ଆସି ମିଳି ହେଇକି ବସିବାକୁ ବାଧ୍ୟ ଯେ ମା ଆମ ପାଖରେ ନାହାନ୍ତି। ଆମେ ଆଶା କରୁଛୁ ଏ ଯେଉଁ ଗଞ୍ଜାମ ଜିଲ୍ଲାର ଗଡ଼ ହେଉଛି ବିଜୁ ଜନତା ଦଳର ଗଡ଼ ହେଉଛି ଖଲିକୋଟ, ଏ ରାଜବାଟୀର ଦାୟିତ୍ୱ ଯିଏ ଅଛି ସାକେତ ରାମରାଓ, ତାଙ୍କ ନିର୍ଦ୍ଦେଶରେ ଏଠି ଟିକେଟ୍ ଦିଆଯାଉ ଏବଂ ଏ ଅଞ୍ଚଳବାସୀଙ୍କର ବିଜୁ ଜନତା ଦଳର ମାନ ସମ୍ମାନ ଇଜ୍ଜତ ଏ ଅଞ୍ଚଳରେ ରଖାଯାଉ। ଦିନେ ଦୁଇ ଦିନ ଭିତରେ ବିଜେଡି ତାର ପ୍ରାର୍ଥୀ ଘୋଷଣା କରିବା ନେଇ ଆଲୋଚନା ହେଉଛି। ତ ଗୋଟେ କଥା କହିବା, ଯଦି ବିଜେଡି ଯିଏ ବିଧାୟିକା ଅଛନ୍ତି ତାଙ୍କୁ ରିପିଟ୍ କରେ କିମ୍ବା ତାଙ୍କ ସ୍ୱାମୀକି ଟିକେଟ୍ ଦିଏ, ଆପଣମାନଙ୍କର ବିକଳ୍ପ କ'ଣ ରହିବ? ଆମେ ଆଶା କରୁଛୁ ବର୍ତ୍ତମାନ ସୁଦ୍ଧା ବି ସେ ସାକେତ ରାଓଙ୍କର ପରାମର୍ଶ ବିଜୁ ପରିବାର, ବିଜୁ ଜନତା ଦଳର କର୍ମକର୍ତ୍ତା ମାନେ, ବିଜୁ ଜନତା ଦଳର ସଭାପତି ନବୀନ ପଟ୍ଟନାୟକ ଆଶା ରଖିବ ଏବଂ ନିଶ୍ଚୟ ବିଜୁ ଜନତା ଦଳ ଏଠି ନୂଆ ମୁହଁ ଦେବ ଏବଂ ବିଜୁ ଲିଗାସା ଯେଉଁ ରାଣୀ ମାଙ୍କର ସେନାଙ୍କର ମୁହଁରେ ହସ ଫୁଟିବ। ହଜାର ହଜାର କର୍ମୀ ବିପୁଳ ଭୋଟରେ ଏଠି ବିଜୟ ଲାଭ କରିବେ ବୋଲି ମୁଁ ଆଶା ପ୍ରକାଶ କରୁଛି। ଗୋଟେ କଥା କହିବେ, ଆପଣଙ୍କ କଥା ଯଦି ସାକେତ ବାବୁଙ୍କ କଥା ନ ରୁହେ, ନୂଆ ମୁହଁ ନ ରୁହେ, ନୂଆ ମୁହଁ ନ ମିଳେ, ଆପଣମାନଙ୍କୁ କ'ଣ କରିବେ? এই ରାଜବାଟୀ ଯେଉଁ ଇଙ୍ଗିତ ଦେବ ସେ କଥା ଅନୁସାରେ ହଜାର ହଜାର କର୍ମୀ ତାଙ୍କ କଥାରେ ଚାଲିବେ। ଆବଶ୍ୟକ ସ୍ଥଳେ ସାକେତ ବାବୁଙ୍କ ମୁହଁକୁ ଅନେଇବେ, ସେ ଯାହା ନିର୍ଦ୍ଦେଶ ଦେବେ ଆମେ ସେଟାକୁ ପାଳନ କରିବୁ। ମୋ ନାଁ ରାଧାଶ୍ୟାମ ଦରା, ପୂର୍ବତନ ଖଲିକୋଟ ବ୍ଲକ ଅଧ୍ୟକ୍ଷ ଥିଲି। କ'ଣ କହିବେ, ଆଜି ନିର୍ବାଚନ ମୁଣ୍ଡ ଉପରେ ଆଜି ବର୍ତ୍ତମାନ ବିଧାୟକଙ୍କ ବିରୋଧରେ ମିଳିକରି ଆପଣମାନେ ବସିଥିଲେ, କ'ଣ ଆଭିମୁଖ୍ୟ ରହିଛି ଆପଣମାନଙ୍କର? ଆମେ ବହୁତ ଲୋକ ଯାଇ ବାରମ୍ବାର ଜଣେଇଛୁ ପାଣ୍ଡିଆନ ସାର୍ଙ୍କୁ, ଆଉ ମାନସ ମଙ୍ଗରାଜ ସାର୍ଙ୍କୁ, ବବି ଦାସଙ୍କୁ, ସମସ୍ତଙ୍କୁ ଜଣେଇଛୁ। ସେମାନେ ଆମକୁ ଆଶ୍ୱାସନା ଦେଇଛନ୍ତି, ଠିକ୍ ଅଛି ଆମେ ଦେଖୁଛୁ, କିନ୍ତୁ କିଛି କରୁନାହାନ୍ତି। ଆମର ଏଇଟାକୁ ଝୁଲେଇକି ରଖିଛନ୍ତି। ଆମେ ଆଜି ବସିବାର ଉଦ୍ଦେଶ୍ୟ ହେଲା, ଆମକୁ ନୂଆ ପ୍ରାର୍ଥୀ ଦିଆଯାଉ, ସାକେତ ସାର୍ଙ୍କୁ ପଚାରିକିରି ନୂଆ ପ୍ରାର୍ଥୀ ଦିଆଯାଉ, ନହେଲେ ଆମେ ଆମର ବିକଳ୍ପ ଚିନ୍ତା କରିବୁ ବୋଲି ବସିଥିଲୁ। କ'ଣ ବିକଳ୍ପ କ'ଣ ରହିବ? ବିକଳ୍ପ ଆମେ ଆଉ ଥରେ ବସିବୁ, ଚିନ୍ତା କରିବୁ, ଆମେ ସ୍ୱାଧୀନରେ ଛିଡ଼ା ହେବୁ କି କେଉଁ ଦଳକୁ ଯିବୁ କି କ'ଣ କରିବୁ, ଆମେ ବିକଳ୍ପ ପରେ ଚିନ୍ତା କରିବୁ। ଯଦି ବିଧାୟକଙ୍କୁ ଦିଆଯାଏ, ନହେଲେ ତାଙ୍କ ସ୍ୱାମୀକି ଆଉ ବିଜେଡି ଅନ୍ୟ ଯାହାକୁ ଦିଆଯାଉ ବୋଲି ଆମେ କହୁଛୁ। ଯଦି ବିଜେଡିରେ ବର୍ତ୍ତମାନ ତାଙ୍କ ସ୍ୱାମୀକି ସମର୍ଥନ କରନ୍ତି, ବିଜେଡି ସମର୍ଥନ କରେ କାହା ସ୍ୱାମୀକି? ବିଧାୟକଙ୍କ ସ୍ୱାମୀକି? ନା ନା, ଆମର ସେଇ ସ୍ୱାମୀ ସ୍ତ୍ରୀ ଦୁଇ ଜଣ ଉଭୟଙ୍କର ବିରୋଧୀ ଆମେ। ସେମାନଙ୍କୁ ନ ଦେଇ ଯାହାକୁ ଦେଉଛନ୍ତି ଆମେ ରାଜି ଅଛୁ। କହିବା ମୋଟାମୋଟି ଭାବେ କହିବାକୁ ଗଲେ ନୂଆ ଚେହେରା ଉପରେ ଆଖି ରହିଛି। ନୂଆ ଚେହେରା ସେ ସାକେତ ସାର୍ଙ୍କୁ ପଚାରିକିରି ଦିଆଯାଉ। ପାତ୍ର ପାନ ନୂଆଗାଁ ଡିମିରିଆ ପଞ୍ଚାୟତ।
ମୁଁ ଅନକଣ୍ଟେଷ୍ଟ वार्ड मेंबर थी आज को राणीमा सांगे मु 25 वर्ष है रही आसी किंतु आमको जो बर्तमान जी थे एमएलए आमको दूरदर्शन देखुले किंतु आमको अंतर्ध्यान हो रोते आम कथा शुणु ना तेणुक आम निष्पत्ति नहीं आज राजमाता गहन आज तो राजमाता नहांती पुत्रा जी अच्छा अधीन आम रहीचु जहाँ निष्पत्ति ने आम से निष्पत्ति ग्रहण करने बाध्य किंतु आम चाहूँ नुआ मुह निश्चय दरकार आमको।